ଭାରତର ସବୁଠାରୁ ଦୀର୍ଘତମ ନଦୀ ହେଉଛି ଗଙ୍ଗା ନଦୀ। ତ ଗଙ୍ଗା ନଦୀ ଯାହାକୁ ଆମେ ଏବେ ଗଙ୍ଗା ବୋଲି ଜାଣୁଛେ, ଭାଗୀରଥୀ ଆଉ ଅଳକାନନ୍ଦା ମିଶିଲା ପରେ ଯେଉଁ ଗଙ୍ଗା ଆମେ କହୁଛେ, ତା ପୂର୍ବରୁ ଅନେକ ନଦୀ ଆସିକି ମିଶିଛନ୍ତି। ତ ସେଇ ନଦୀ ଗୁଡ଼ିକ ମିଶିଛନ୍ତି ଯେଉଁ ଯେଉଁ ଜାଗାରେ, ସେଠି ଗୋଟେ ଗୋଟେ ଗଣ୍ଡ ତିଆରି ହେଇଛି ବା ତାକୁ ଆମେ ପ୍ରୟାଗ ବୋଲି କହୁଛେ। ଏମିତିକି 5ଟି ପ୍ରୟାଗ ଅଛି ଆମର, ପଞ୍ଚ ପ୍ରୟାଗ ବୋଲି କହୁ। ତାହେଲେ ଏଇ ପଞ୍ଚ ପ୍ରୟାଗକୁ ଜାଣିବା ଆଉ ମନେ ରଖିବା, ଚାଲନ୍ତୁ କାଗଜ ଭିତରେ ଦେଖିକି ମ୍ୟାପ୍ର ସହିତ ବୁଝିବା। ତେବେ ଆମେ ଯିବା ପ୍ରଥମ କରିକି ବଦ୍ରୀନାଥ ପାଖରୁ ଆରମ୍ଭ କରିକି ଯେଉଁ ଦେବପ୍ରୟାଗ ପର୍ଯ୍ୟନ୍ତ, ଯେଉଁଠିକି ଭାଗୀରଥୀ ଆସିକି ମିଶିଛନ୍ତି ଅଳକାନନ୍ଦା ସହିତ, ସେ ପର୍ଯ୍ୟନ୍ତ ଯେଉଁ ଅଛି ନଦୀ ସେମାନେ ମିଶିଛନ୍ତି ତାକୁ ଆମେ ଆଲୋଚନା କରିବା। ଭାଗୀରଥୀ ପରେ ଯେଉଁଠି ମିଶିଛି ତାପରେ ତ ଆମେ ଗଙ୍ଗା କହିବା। ତେବେ ଫାଷ୍ଟ ଆମେ ଦେଖିବା ଏଇଠି ହେଉଛି ବଦ୍ରୀନାଥ, ଯାହାକୁ ଆମେ ଭଲ ଭାବରେ ଜାଣିଛନ୍ତି। ବଦ୍ରୀନାଥଙ୍କର ପ୍ରଭୁ ବଦ୍ରୀନାଥଙ୍କର ପାଖରୁ ଇଏ ଅଳକାନନ୍ଦା ନଦୀ ବାହାରିଛି। ପୁରା ନାଲି ଅକ୍ଷରରେ ଯେତିକି ନାଲି ଗାରରେ ନଦୀ କରାହେଇଛି ତାହା ହେଉଛି ପୁରାଟା ଅଳକାନନ୍ଦା। ଅଳକାନନ୍ଦା ସହିତ ଆସିକି ମିଶିଛନ୍ତି ପ୍ରଥମ କରିକି ଧଉଳି ଗଙ୍ଗା। ଧଉଳି ଗଙ୍ଗା ମିଶିଲେ ଯେଉଁଠି 1 ନମ୍ବର ଜାଗାରେ ମିଶିଲେ, ଯେଉଁ ଜାଗାରେ ସେଇଟା ହେଉଛି 1 ନମ୍ବର, ତାକୁ ବିଷ୍ଣୁ ପ୍ରୟାଗ ବୋଲି କୁହାଗଲା। ମୁଁ ପରେ କହିଦେବି ଆଉ ଟିକେ ଗଣ୍ଡ ସବୁ ଯେତିକି ଅଛି ମିଶିଛନ୍ତି ପ୍ରୟାଗ ସବୁ। 2 ନମ୍ବରରେ ମିଶିଲେ ଆସିକି ନନ୍ଦିକିନି ବା ନନ୍ଦାକିନି କେହି କୁହନ୍ତି। 3 ନମ୍ବରରେ ସେଇଭଳିଆ ଆସିକି ମିଶିଲେ ପିଣ୍ଡାର ବା ତାକୁ କେହି ମଧ୍ୟ ପିଣ୍ଡାର ଗଙ୍ଗା ବୋଲି ମଧ୍ୟ କହନ୍ତି। ତା 3 ନମ୍ବର ଗଣ୍ଡ ତିଆରି କଲେ। 4 ନମ୍ବର ପ୍ରୟାଗ ତିଆରି କଲେ କେଦାରନାଥ, ଯେଉଁ ଅଛି କେଦାରନାଥ ମନ୍ଦିର। କେଦାରନାଥ ମନ୍ଦିରର ପାଖ ପାହାଡ଼ରୁ ବା ଗ୍ଲାସିୟରରୁ ବାହାରିକି ମନ୍ଦାକିନି ଆସିଲେ। ମନ୍ଦାକିନି ଆସିକି ମିଶିଲେ ଏବଂ 4 ନମ୍ବର ପ୍ରୟାଗ ତିଆରି କଲେ। 5 ନମ୍ବରରେ ଗଙ୍ଗୋତ୍ରୀ ଗ୍ଲାସିୟର ପାଖରୁ ଖୁବ୍ ଦୀର୍ଘ ପଥ ଅତିକ୍ରମ କରିକି ଭାଗୀରଥୀ ସେ ଆସିକି ମିଶିଲେ, 5 ନମ୍ବର ତିଆରି କଲେ। ତେବେ ଆମେ 1 ନମ୍ବରରେ ଦେଖିଦେବା କ'ଣ ଥିଲା। ପ୍ରଥମେ ବିଷ୍ଣୁ ପ୍ରୟାଗ, ଧଉଳି ଗଙ୍ଗା ଅଳକାନନ୍ଦା ମିଶିକି ହେଲେ ବିଷ୍ଣୁ ପ୍ରୟାଗ। ଅଳକାନନ୍ଦା ନନ୍ଦିକିନି ମିଶିକି ହେଲେ ନନ୍ଦ ପ୍ରୟାଗ, ମନେ ରହିଯିବ, ନନ୍ଦିକିନି ନନ୍ଦ ପ୍ରୟାଗ। ପିଣ୍ଡାର ଅଳକାନନ୍ଦା ମିଶିକି ହେଲେ କର୍ଣ୍ଣ ପ୍ରୟାଗ। ଠିକ୍ ସମାନ ଭାବରେ ମନ୍ଦାକିନି ଆଉ ଅଳକାନନ୍ଦା ମିଶିକି ହେଲେ ରୁଦ୍ର ପ୍ରୟାଗ। ଏବଂ ଶେଷରେ ଭାଗୀରଥୀ ଆଉ ଅଳକାନନ୍ଦା ମିଶିକି ହେଲେ ଦେବପ୍ରୟାଗ। ଏଇଠି ସରିଗଲା।